ଜୟ ଜଗନ୍ନାଥ। ଓଡିପିକ୍ ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ଆଜିର ଏକ ନୂତନ ଅଧ୍ୟାୟରେ ଆମ ସମ୍ମୁଖରେ ଅଛନ୍ତି ଶ୍ରୀଯୁକ୍ତ ପଣ୍ଡିତ ରବିନାରାୟଣ ମହାପାତ୍ର ଆଜ୍ଞା। ଆପଣମାନେ ଓଡିପିକ୍ ଚ୍ୟାନେଲକୁ ପସନ୍ଦ କରୁଥିବାରୁ ଦେଖୁଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଜି ଆମ ସମ୍ମୁଖରେ ଶ୍ରୀଯୁକ୍ତ ପଣ୍ଡିତ ରବିନାରାୟଣ ରଖିବେ ଯେ ଆଗାମୀ ଦିନରେ କ'ଣ ହେବାକୁ ଯାଉଛି, ତାଙ୍କର ଭବିଷ୍ୟବାଣୀ କ'ଣ କହୁଛି, ସେ କ'ଣ ମାଆଙ୍କଠୁ ଆଦେଶ ନେଇକରି ଆପଣଙ୍କୁ ଜଣାଇବାକୁ ଚାହୁଁଛନ୍ତି, ସତର୍କ କରିବାକୁ ଚାହୁଁଛନ୍ତି, ତାଙ୍କର ମୁଖରୁ ଆମେ ଜାଣିବା। ଆଜ୍ଞା ନମସ୍କାର। ଜୟ ଜଗନ୍ନାଥ। ନମସ୍କାର। ଆଜ୍ଞା ଆମେ କଣ ଦେଖିବା? ଆଜ୍ଞା ଶୁଣନ୍ତୁ, ଆଜ୍ଞା ବର୍ତ୍ତମାନ ବର୍ଷା କଣ୍ଟିନ୍ୟୁ ଚାଲିଛି। ଆଜ୍ଞା ମାଳିକାରେ ମଧ୍ୟ ବର୍ଣ୍ଣିତ ହୋଇଥିଲା ଯେ ପୂର୍ବରେ ଗାଜିବ ବୋଲି ଆଉ ପ୍ରଳୟ ହବ। ବର୍ତ୍ତମାନ ଆପଣ ଆସାମରେ ଦେଖିଥିବେ କେତେ ପ୍ରଳୟ ହଉଛି। ସେଟାକୁ ଉତ୍ତରାଖଣ୍ଡରେ ମଧ୍ୟ ଉତ୍ତର ଆଉ ପୂର୍ବ ଦିଗରେ ପ୍ରଳୟର ସୀମା ଟପିଗଲାଣି। ହଁ ଆଜ୍ଞା, ଯାହା ମାଳିକାରେ ଯାହା ବର୍ଣ୍ଣିତ ଅଛି ଆଉ ଭବିଷ୍ୟତରେ କ'ଣ ଘଟିବ, ସେ ମହାପୁରୁଷ ଅଚ୍ୟୁତାନନ୍ଦ ଯାହା କହିଯାଇଛନ୍ତି ତାହା ଗୋଟେ ଗୋଟେ ପାଳନ ହଉଛି। ଏ ସନ୍ଦର୍ଭରେ ଆଗରୁ ଆମେ ବହୁତ ଭିଡ଼ିଓ କରିଛୁ। ସେ ଭିଡ଼ିଓରେ ପଣ୍ଡିତ ରବିନାରାୟଣ ଆମକୁ ବହୁତ ସତର୍କ ବାଣୀ ଦେଇଛନ୍ତି, ଆପଣଙ୍କୁ ରକ୍ଷା ବାଣୀ କହିଛନ୍ତି। ଚାଲନ୍ତୁ ଆଜି ଆଉ ଅଧିକ କିଛି ଜାଣିବା ଯେ ଆଗାମୀ ଦିନରେ କ'ଣ ହେବାକୁ ଯାଉଛି ଆଉ ତାଠୁ କେମିତି ନିରାକାର ପାଇବା, କେମିତି ବିପଦରୁ ଆମେ ସେ ରକ୍ଷା ପାଇବା ଆଉ କ'ଣ କରିବା। ଆଜ୍ଞା ଏ ବିଷୟରେ କିଛି କହିବେ କି? ବର୍ତ୍ତମାନ କ'ଣ ଗୋଟେ ଆସୁଛି, ଯୋଉ ମହାବାତ୍ୟା ଆସୁଛି ବୋଲି ଆମେ କିଛି ଖବର ପାଉଛୁ, ବାତ୍ୟା, ମହାବାତ୍ୟା ଆଉ ପ୍ରଳୟ। ଏଇ ଯୋଉ ପୂର୍ବରେ ଯୋଉ ପ୍ରଳୟଟି ହେଇଛି, ଯୋଉଟା କି 100 ବର୍ଷ ହେଲା କିଛି ହଉନଥିଲା କିନ୍ତୁ ଏବେ ହେଲା ଆଉ ଆଗକୁ ମଧ୍ୟ ହବାର ଆହୁରି ଅଛି, ସେ ବିଷୟ ନେଇ କିଛି ଜନସାଧାରଣଙ୍କୁ କିଛି କହିବେ କି? ଆଜ୍ଞା ଆଜ୍ଞା ଦେଖନ୍ତୁ, ମୋ ସମସ୍ତ କହିବା କଥା, ଭାଗବତରେ ପ୍ରଭୁ ଲେଖିଲେ ଜଗନ୍ନାଥ କଳି ଯୁଗ ସହସ୍ରାଣୀ ବିସ୍ତୃତ ବିଜେନି। ଏହି ପ୍ରମାଣ ଅନୁସାରେ କଳି ଯୁଗ ଭୋଗ 10,000 ବର୍ଷରୁ 5,100 କେତେ ବର୍ଷ ହେଇଗଲାଣି। ବୁଝିଲେ ଆଜ୍ଞା? ଆଜ୍ଞା ଭୂ ସୃଷ୍ଟି ଯୋଉ 3,70,000,000 ଦ୍ୱାପର କଳି ଯୋଉ ଶେଷ ହୋଇ ଭୂ ସୃଷ୍ଟି ଆରମ୍ଭ ହେଇଛି, ତେଣୁ ସେ ଭୂ ସୃଷ୍ଟି 3,000 ଯୁଗରୁ ଆରମ୍ଭ ହେଇଛି। ଭୂ ସୃଷ୍ଟିରୁ ଏ ଯୁଗ ପତରଣ କାରଣ ଏଇ ପ୍ରଳୟ ସବୁ ହଉଛି। ଆଜ୍ଞା କାହିଁକି ହଉଛି ଏ ପ୍ରଳୟ? ମୁଁ କହୁନି, ଅଚ୍ୟୁତାନନ୍ଦ କହିଛନ୍ତି। କାହାକୁ କହିଲେ ୟାକୁ? ଆପଣ ଦେଖନ୍ତୁ, ଆପଣଙ୍କର ମିଥ୍ୟା, ପାପ, ହିଂସା, ଦ୍ୱନ୍ଦ୍ୱ, କପଟ, ଅନ୍ୟାୟ, ଅନାଚାର, ଭ୍ରଷ୍ଟ, ନଷ୍ଟ, ଅଧର୍ମ, କ୍ରିୟାହୀନ, ଅପହାରୀ, ବାଟ ଲପଟ, ଦୁର୍ଭାଗା, ଭିକାରୀ, ଶିକାରତା, ଅଳସ, କୃପଣ, କ୍ରୋଧ, ନିଷ୍ଠୁର, ସାହସ ନାହିଁ, ଅଜ୍ଞାନ, ଲୋଭ, ମୋହ, ବାଦକ, କାମରତା, ଦମ୍ଭ, ଭୋଗ, ରୋଗ, ଆବର ଭୂଚିତା, ତ୍ରିଶ ପରିଷଦ ସଙ୍ଗରେ କଳି ରାଜତ୍ୱ କରୁଛି ଏଇ ଜଗତରେ। ତେଣୁ ଜଗତରେ ଅନ୍ୟାୟ ଚାଲିଛି, ଅଧର୍ମରେ ସକଳ ବୁଡିବାକୁ ବଢିଲାଣି। ବୁଝିଲେ ଆଜ୍ଞା? ଆଜ୍ଞା ଲୋକମାନଙ୍କୁ ଗାସିଛି ଅଧର୍ମ, ଦୁରୁକ୍ତି କରାଇ ସେ କଳି ସବୁ କରୁଛି। ମିଥ୍ୟା ମିଶିଲା ହିଂସା ସହିତରେ, ଯହିଁ ପ୍ରବେଶିଲା ସମସ୍ତଙ୍କ ଗାତ୍ରରେ ବା ସମସ୍ତଙ୍କ ହୃଦୟରେ। ତେଣୁ କ୍ରୋଧ, ନିଷ୍ଠୁର, ଆପଣଙ୍କର ଦଲାଲି, ପରସ୍ତ୍ରୀ ହରଣ, ପରଶ୍ରୀ କାତର, ସବୁ ଯାକ ମୋହ କଳିରେ ହେଲା। ତେଣୁ ଆମେ କ'ଣ ଏବେ ଦେଖିବା? ଖାଲି ପ୍ରଳୟ ଦେଖିବା, ଲୋକ ମରଣ ଦେଖିବା। କିନ୍ତୁ ସମସ୍ତେ ମନେ ରଖିବା କଥା, ଆମ୍ଭେ କହୁଛୁ ଆମ୍ଭେ ସବୁ କରିଦେଇଛୁ, ଆମ୍ଭେ ସମସ୍ତଙ୍କୁ ଦେଖୁଛୁ, ଆମ୍ଭ ଛଡା ଆଉ ଆମରକୁ କେହି ଦେଖୁ ନାହିଁ। ଆମର ଏମିତି କାମ କରୁଛୁ, ଆମ ଭକ୍ତି ମୂର୍ତ୍ତି ଅଛି। ଏଟା କିନ୍ତୁ ସବୁ ଭୁଲ, ସବୁ ଭ୍ରମ। ଆମେ ଆମକୁ ଯିଏ ଜନ୍ମ ଦେଇଛି ସେ ଆମକୁ ମୂଳରୁ ଦେଖୁଛି। ଏଟା ମିଛ ନା ସତ ଆଜ୍ଞା? ଆଜ୍ଞା ସେ ତ ଆମର ଆଖିର ଜ୍ୟୋତି, ଆପଣ ଶରୀରର ଶକ୍ତି, ଜୀବର ଜୀବନ, ଆତ୍ମାର ପରମାତ୍ମା, ସେ ସବୁ ଦେଖୁଛି। କିନ୍ତୁ ଆମର ଗୋଟେ ଭାଗବତରେ ଅଛି, କରିଉ କରାଏ ଥାଏ ମୁଇଁ ମୋବିନୁ ଅନ୍ୟ ଗତି ନେଇ। ଯାହା ହଉଛି ତାଙ୍କରି ନିର୍ଦ୍ଦେଶରେ ହଉଛି, ସେ ରୋହିଣୀ କୁଟରୁ ପଠଉଛନ୍ତି ଏଗୁଡାକ ସବୁ କର ବୋଲିକିରି। ଏଥିରେ ଆମର କିଛି ଦରକାର ନାହିଁ, ଆମେ ଚିନ୍ତା କରିବା। କିନ୍ତୁ ଏତିକି କହିବୁ ଯେ ଯୋଉ ଏବେ ଯୋଉ ବାତ୍ୟା ଆସୁଛି ବା ବାତ୍ୟା ହବ, ଏ 12 ତାରିଖ ଯୋଉ ଚନ୍ଦ୍ରଗ୍ରହଣ ହବ, ଆ ଦ୍ୱାରା ଯୋଉଠି ସବୁ ଥାଇଲାଣ୍ଡ ହଉ, ଇଣ୍ଡୋନେସିଆ ହଉ,
ମାଲେସିଆ ହଉ, ଜର୍ମାନ ହଉ, ଦକ୍ଷିଣ ଆମେରିକା ହଉ, କୋରିଆ ହଉ, ସବୁ ଭୂମିକମ୍ପ ବାତ୍ୟା ଭରପୁର ହବ, ଆଉ ସୁନାମି ପ୍ରଳୟ ଆରମ୍ଭ ହବ। ଯଥା ଯୋଉଠି ସବୁ ହେଇଛି ଆ ପୂର୍ବରୁ ଭୂମିକମ୍ପ, ସେଇଠି ସେଇଠି ଆଉ ଥରେ ଲାଗେ ଭୂମିକମ୍ପ ହବ। ବୁଝିଲେ ଆଜ୍ଞା? କୋଉ କୋଉ ଏରିଆରେ ହବ ଆଜ୍ଞା? ଆପଣ ହେଇଥିଲା, ଆପଣ ଦେଖୁଥିବେ ଇଣ୍ଡୋନେସିଆରେ ହେଇଥିଲା, ଆଜ୍ଞା ମରିଥିଲେ, ଥାଇଲାଣ୍ଡରେ ହେଇଥିଲା, ଜାପାନରେ ହେଇଥିଲା, ଚୀନରେ ହେଇଥିଲା। ସେଇ ସେ ଏସିଆରେ ପୁଣି ହବ, ଯୋଉଠି ଦେଖାଯିବ ସେଇଠି ବେଶୀ ହବ। ବୁଝିଲେ ଆଜ୍ଞା? ଆଜ୍ଞା ତେଣୁ ଆପଣ ଦେଖନ୍ତୁ, ଆମର ଯୋଉ ରହିଲା ଅଗଷ୍ଟ ମାସ 12 ତାରିଖରୁ ସିଏ ସୃଷ୍ଟି ହେଲା, ଛୋଟ ଛୁଆ ରହିଲା ପ୍ରଳାପ। 19ରୁ ବେଶୀ ଆରମ୍ଭ ହବ, ଅଗଷ୍ଟରୁ ଘାସ କରିବ 12ରୁ, 19, 20, 21, 22, 27, 28, 29, ଆପଣଙ୍କର 30, 31 ମାସରେ ସେ ବାତ୍ୟା ସୃଷ୍ଟି କରିବ। ପୁଣି ରହୁଛି ଆପଣ ସେପ୍ଟେମ୍ବର 8, 9, 11 ଆଉ 13 ତାରିଖ ମଧ୍ୟରେ ବାତ୍ୟା ସୃଷ୍ଟି କରିବ। ବୁଝିଲେ ଆଜ୍ଞା? ଆଜ୍ଞା ପୁଣି ସେଇ ଯୋଉ ଗ୍ରହଣଟା ପୁଣି ଆଗକୁ ଗୋଟେ ବାତ୍ୟା ଅଛି ଆପଣଙ୍କର, ଦେଖନ୍ତୁ, ଯୋଉଟାକ ସେ ମାନେ ଆପଣଙ୍କର ସିଦ୍ଧାନ୍ତ ଦର୍ପଣ କହୁଛି, ବାତ୍ୟା ଅଛି ଆପଣଙ୍କର ସେପ୍ଟେମ୍ବର 13 ପରେ ଅଛି, 18ରେ ଅଛି, ସେପ୍ଟେମ୍ବର 23ରେ ଅଛି, ସେପ୍ଟେମ୍ବର 25ରେ ଅଛି, 27ରେ ଅଛି, 29ରେ ଅଛି, 30ରେ ଅଛି, ଅକ୍ଟୋବର 4ରେ ଅଛି, 5ରେ ଅଛି, 6ରେ ଅଛି, 9ରେ ଅଛି, 10ରେ ଅଛି, 11ରେ ଅଛି, 13, 14, 15, 16 ତାରିଖରେ ବର୍ଷା ସମ୍ଭାବନା, ପବନ, ବାତ୍ୟାର ଘୂର୍ଣ୍ଣିଝଡର ସମ୍ଭାବନା ଅଛି। ଝଡ ବାତ୍ୟା ହବ। ଅକ୍ଟୋବର ମାସରେ ଅଛି, ନଭେମ୍ବର ମାସରେ ଅଛି, ଡିସେମ୍ବର ମାସରେ ଟିକେ କମି ଅଛି। ବୁଝିଲେ ଆଜ୍ଞା? ଏଇଟା ଆଜ୍ଞା ହଉଛି ଆମର ଗ୍ରହର ଯୋଉ ଚଳନ ହିସାବରେ ଆପଣଙ୍କୁ କହିଲି। ତାପରେ ଡିସେମ୍ବର ମାସ, ନଭେମ୍ବର ମାସ ବାତ୍ୟାଟିଏ ହଉଛି, ବଡ ବାତ୍ୟାଟିଏ, ସେତେକୁ ମୁଁ ଆପଣଙ୍କୁ ଅଲଗା ଏପିସୋଡ ଦେବି। ତେଣୁ ଏବେ ଗୋଟେ ବିରାଟ ବଡ ବାତ୍ୟା ଅଛି ନଭେମ୍ବର ମାସରେ। ତେଣୁ ଏବେ ଯୋଉ ବାତ୍ୟା ହବ, ଏ ବାତ୍ୟା ଗୁଡାକ ଯୋଉ ଗ୍ରହଣ ଲାଗିବ ହବ, ଓଡିଶାର ବହୁତ କ୍ଷୟକ୍ଷତି ଜନଜୀବନ ହବ। କାହିଁକି ଦେଖନ୍ତୁ, ଆମେ ଯୋଉ କର୍ମ ଗୁଡିକ କରୁଛୁ, ସେ କର୍ମର କିଛି ପାଥେ ଜାଣିପାରୁନୁ। ତାକୁ ବିଚାରଧାରା ସବୁ ଆମର ଚେଞ୍ଜ ହେଇଯାଉଛି। ଯଦି ବିଚାରଧାରା ଚେଞ୍ଜ ହଉଛି, କର୍ମର ଫଳ ହଉଛି କଣ? ଧର ଆମେ ଗୋଟିଏ ଡ୍ୟାମ ତିଆରି କଲୁ, ଏଇ ଡ୍ୟାମ ଟା କିଏ କରିଛି? ଏଇ ମଣିଷ କରିଛି ନା ନାଇଁ? ଆଜ୍ଞା ତେଣୁ ଡ୍ୟାମରେ ପାଣି ରଖିଲୁ, ସେଇ ପାଣି ଛାଡିଛି, ସେଇ ମଣିଷ ମରୁଛି। ଆମର ପରମାଣୁ ବମ ତିଆରି କଲୁ, ସେଇ ମଣିଷ କରିଛି, ସେଇ ମଣିଷ ମରୁଛି। ତେଣୁ ଡ୍ୟାମରେ ସେତିକି ପାଣି ରଖ ଯେତିକି ବିଜୁଳି ଉତ୍ପାଦନ ହବ, ଯେତିକି ଆପଣଙ୍କର ଜଳସେଚନ ହବ। ତମେ ବିରାଟ ବିରାଟ ଡ୍ୟାମ କରିଦବ, ଲୋକ ରାତିରେ ଶୋଇପାରିବେ ନାହିଁ। ମୁଁ ଆପଣଙ୍କୁ ଯୋଉଟା କହୁଛି ସତ କହୁଛି, ଏଇଟା ସବୁ ମଣିଷ ତିଆରି କରୁଛି ଆଜ୍ଞା। 1955 ମସିହାରୁ 67 ମସିହାରେ ଆପଣଙ୍କର ଡ୍ୟାମ ମୁଣ୍ଡି ବଢିଲା। କୋଉଠି? ହୀରାକୁଦ ଡ୍ୟାମ। ଆଜ୍ଞା ତେଣୁ ଯୋଉ ଅଚେତ ଲୋକ 600 ବର୍ଷ ପରେ ହୀରାକୁଦ ଡ୍ୟାମର ଗେଟ୍ ଭାଙ୍ଗିବ ଶତ୍ରୁ ଆକ୍ରମଣରେ, 300 କୋଟି ରାଜ୍ୟ ଲୋକ ମରିବେ। ଓଟା କିଏ କରିବ? ଏବେ ଯୋଉ ଯୋଉ ମାନେ ଚଲଉଛନ୍ତି, ସେମାନେ ଯଦି ଖରା ଦିନେ ଆସ୍ତେ ଆସ୍ତେ ପାଣି ଛାଡିକିରି ସୁଖ ଯେତିକି ଦରକାର ସେତିକି ରଖନ୍ତେ, ଜୀବ ଜଗତ ବଞ୍ଚି ଯାଆନ୍ତା। ସତ ନା ମିଛ ଆଜ୍ଞା? ଆଜ୍ଞା ତେଣୁ ତମେ ସେଗୁଡା ସୃଷ୍ଟି କରୁଛ, ଅଧିକା ପାଣି ରଖୁଛ, ଆମେ ରଖୁ ଜଳସେଚନ ପାଇଁ। ଏଠି କି ଜଳସେଚନ କରିବ? ଯୋଉ ଜୀବଜଗତକୁ ସୃଷ୍ଟି କରିଛନ୍ତି ଭଗବାନ, ତମେ ତାକୁ ଗୋଟେ କ୍ଷଣରେ ମାରିଦବ। କିଏ ୟାକୁ ସୃଷ୍ଟି କରିଛ? ତମେ ସୃଷ୍ଟି କରିଛ। ଯୋଉ 55 ମସିହା 50 ବର୍ଷରେ ଶୁଭ ଦିଆହେଇକି 55 ମସିହା 67 ମସିହାରେ ଶେଷ ହେଲା ହୀରାକୁଦ ଡ୍ୟାମ। ଆଜ୍ଞା ଆପଣ ଜାଣିଛନ୍ତି? ହଁ ପଢିଛି, ଜାଣିଛି ଆଜ୍ଞା। 67 ମସିହା ଶେଷ ହେଲା। 67 ମସିହା ଏବେ କେତେ ବର୍ଷ ହେଲା? ପୁଣି ମାଟି ବନ୍ଧ କଲ, ସେତେବେଳେ କଣ ସିମେଣ୍ଟ ନଥିଲା? କଂକ୍ରିଟ ବନ୍ଧ କରି ନଥିଲା? ଆଜ୍ଞା ମୋର କହିବା କଥା, ତମେ କରି ଲୋକକୁ ରାତିରେ ଶୋଇ ପାରୁନାହାନ୍ତି। ସବୁ କହୁଛନ୍ତି ହୀରାକୁଦ ଭାଙ୍ଗିବ, ହୀରାକୁଦ ଭାଙ୍ଗିବ, 6 ମାଲା କୋଠା ଉଚ୍ଚରେ ପାଣି ଆସିବ, ସବୁକୁ ମାରିଦବ। ତେଣୁ ତମେ ଏକଲା କରୁଛ କାହିଁକି? ଲୋକ ଶୋଇ ଦଉନ କାହିଁକି? ବାତ୍ୟା ବାତ୍ୟା ବର୍ଷା ଆଗରୁ ହଉଥିଲା, ଏବେ ବି ହଉଛି, ଯୁଗେ ଯୁଗରେ ହଉଛି। କଳି ଯୁଗରେ ହେଇଥିଲା, ସତ ଯୁଗରେ ହେଇଥିଲା, ତ୍ରେତା ଯୁଗରେ ହେଇଥିଲା, ଆଉ କେତେ କଳି ଗଲାଣି, କେତେ କଳି ଦ୍ୱାପର ଗଲାଣି, କେତେ ଇଏ ଗଲାଣି। କିନ୍ତୁ ଭୂ ସଂଖ୍ୟା ଆରମ୍ଭ ହେଇଛି ତ୍ରେତୟା ଯୁଗରୁ, କଳି ଯୁଗର। ତେଣୁ 10,000 ବର୍ଷ ଭୋଗ ଅଛି କଳି, 4,32,000 ବର୍ଷରୁ 10,000 ଭୋଗ ଭିତରେ ଏସବୁ ଗୁଡିକ ଘଟିବ। ଘଟିବା ପାଇଁ କେମିତି ଘଟିବ? ଏଇ ଲୋକଙ୍କ ଏଇ ଯୋଉ ଅନ୍ୟାୟ ଗୁଡାକ ମହାପ୍ରଭୁ ଅଚ୍ୟୁତ କହିଛନ୍ତି, ତାକୁ କହିଦେଇ ଗଲି, ସେଇଗୁଡିକ ଯୋଉମାନେ କରୁଥିବେ ସେଇମାନେ ବେଶୀ ମରିବେ। ତାହେଲେ ନିରୀହ ଲୋକ କିଏ ମରିବେ? ଆଉ ଯାହାକୁ ପ୍ରଭୁ ବଞ୍ଚେଇବା କଥା ବଞ୍ଚେଇବେ, କାହିଁକିନା ସେ ସବୁ ଦେଖୁଛନ୍ତି। ତେଣୁ ତାଙ୍କ ଆଗରେ ସବୁ କିଛି।
କିନ୍ତୁ ତା ପୂର୍ବରୁ ଆଗ ସେଠି ପ୍ରଳୟ ହବ ପୁରୀରେ। ଆଜ୍ଞା ପୁରୀରେ ପ୍ରଳୟ ହେଲା ପରେ ସେଠୁ ଘାତିଲା। କିନ୍ତୁ ଏବେ ଯୋଉ ଗ୍ରହଣ ଲାଗିବ ଉତ୍ତରାଖଣ୍ଡରେ ହବ, ଦକ୍ଷିଣରେ ହବ। ବିଷାକ୍ତ ମହାମାରୀ ଆସିଲା, ମୁଁ ଆପଣଙ୍କୁ କହିଥିଲି ଆସିଛି, ଲୋକ ମରିଛନ୍ତି, 22 ଜଣ ଲୋକ ଗଞ୍ଜାମରେ ମରିଛନ୍ତି। ମୁଁ ଦେଖିଛି, ଟିଭି ଦେଖୁଛି ମହାମାରୀ। ତେଣୁ ଲୋକ ତାକୁ କେତେ ଲୁଚେଇବେ? ବାହାରିବ, ସମସ୍ତଙ୍କୁ ଗ୍ରାସିବ ମହାମାରୀ। ଆମେ ଆଚ୍ଛା ଆଗରୁ କହି ଆଜ୍ଞା ଆଚ୍ଛା ଆପଣ ତ କହିଲେ ଗ୍ରାସିବ। ବର୍ତ୍ତମାନ ଯୋଉ ଆସାମ ଆମର ପୂର୍ବ ଦିଗରେ ରହୁଛି, ହଁ ତା ଉପରେ ମହାପ୍ରଭୁ ଅଚ୍ୟୁତ କଣ କହିଥିଲେ? ପୂର୍ବରେ ଯୋଉ ଗାଜିବ ଯୋଉ ଜିନିଷଟା ଥାଏ କଣ ହଁ, ସେଟା? ଉପରେ ଆଉ ସାଜିବ, ପ୍ରକୃତରେ କଣ ଦକ୍ଷିଣରେ ସେଇଟା ହଉଛି କି? ହଁ ପ୍ରକୃତରେ କଣ ଯୋଉ ପ୍ରକାର ପ୍ରଳୟଟି ହେଲା ହଁ ଆଉ ଉତ୍ତରାଖଣ୍ଡରେ ଯୋଉ ପ୍ରକାର ପ୍ରଳୟ ହେଲା, ହୁଁ। ତା କଣ ପ୍ରକୃତରେ ସେ ଏଇ ଯୋଉ ଭବିଷ୍ୟବାଣୀ କରାଯାଇଛି କଣ ସେଇଟା ସେଇଟା ଘଟୁଛି କି ବର୍ତ୍ତମାନ? ଅଚ୍ୟୁତ ଲେଖିଲେ ମାଳିକାରେ, ଆଜ୍ଞା ଆଜ୍ଞା, ଆପଣଙ୍କର ଯଦି ଏଇ କଳି ଯୁଗରେ ଏଇ ଲୋକମାନେ, ଏଇ ଜ୍ଞାନବସ୍ତୁ ଲୋକମାନେ ନିଜର ମହିମା ବଢିବା ପାଇଁ ବା କଳି ଅଚ୍ୟୁତ ଲେଖିଛନ୍ତି ବୋଲି କହୁଛନ୍ତି। ସୀତା ଠାକୁରାଣୀ ଅସତ୍ୟ ହୋଇବେ, ପର୍ବତେ ଫୁଟିବ କହି, ଅଚ୍ୟୁତଙ୍କ ବାତ ଆନନ ହୋଇବ ପଥର ରଗାର ହେଇ। ଆପଣ ଶୁଣିଛନ୍ତି ୟାକୁ? ଆଜ୍ଞା ତେଣୁ ସିଏ ଯାହା ଲେଖିଛନ୍ତି 600 ପୂର୍ବ ସିଏ ଲେଖିଥିଲେ ହୀରାକୁଦ ଡ୍ୟାମ ହବ, ହେଲା। ହୀରା ନାମରେ ଏକ ଡ୍ୟାମ ହଇବ, ପାଣି ଘଟିବ, ହୀରାପଡା ମେଳ ହବ, ସବୁ ଲେଖିଦେଲେ। ଆଜ୍ଞା ତେଣୁ ସେ ସବୁ ତାର ଲେଖିଛନ୍ତି। ତାକୁ ଲୋକ ବିକୃତ କରିକି ଅନ୍ୟ ପ୍ରକାର କିଏ କହୁଛନ୍ତି, ଯେମିତି ବେଦୁ ହୋଇଲା ନାନା ଗତି ତା ତତ୍ତ୍ୱ କେହି ନ ଜାଣନ୍ତି। ଏ ବିକୃତ ସୁକୃତ କରି କହୁଛନ୍ତି, ନିରାକ୍ରାନ୍ତ ସତ୍ୟଙ୍କୁ ଆସିଛି କହୁଛନ୍ତି। କିନ୍ତୁ ହଁ, ଏଇ ଯୋଉ ରାଜନୀତି କ୍ଷେତ୍ରରେ ସେମାନେ ଚାହିଁଲେ ଏଇ ଯୋଉ କେତେ ଶହ କୋଟି ଲୋକ ମରିଯିବେ ବୋଲି ମହାପ୍ରଭୁ ଅଚ୍ୟୁତ ଲେଖିଛନ୍ତି। ତେଣୁ ତାକୁ ସିଏ ବଞ୍ଚେଇ ପାରିବେ। କାହିଁକିନା ଯେତେବେଳେ ଜଳ ଯେତିକି ଦରକାର, ଯେତିକି ଜଳସେଚନ ଦରକାର ସେତିକି ଜଳ ରଖି ନିଷ୍କାସନ କର। ଏମିତି ଜଳ ରଖ ଯେମିତି ଲୋକ ନ ମରିବେ, କି କ୍ଷତି ନବ, ଯୋଉ ବାତ୍ୟା ବନ୍ୟା ହବ ତାକୁ କଣ୍ଟ୍ରୋଲ କରିହବ। ଏଇଟା ସତ ନା ମିଛ ଆଜ୍ଞା? ଆଜ୍ଞା ତେଣୁ ମୋର କହିବା କଥା, ବର୍ତ୍ତମାନ ସମୟକୁ ଦେଖି ସବୁ ସଚେତନ ହବା କଥା, ବୁଝିଲେ ଆଜ୍ଞା? ଆଜ୍ଞା ଏଗୁଡା ହଉଛି ପ୍ରକୃତିର ତାଣ୍ଡବ। କାହିଁକି ନା ଲୋକ ତମେ ସୃଷ୍ଟି କରିଛ, ସେ ପ୍ରକୃତି ତାଣ୍ଡବ କରୁଛି। ଯଦି ଡ୍ୟାମ ନଥାନ୍ତା ସେ ପାଣିଟା ସିଧା ସିଧା ବୋହିଯାଆନ୍ତା। ଡ୍ୟାମ ହେଇ ଅଟକଉଛି, ଏକାଥରେ ଛାଡୁଛି, ଲୋକ ମରୁଛନ୍ତି, ନିରୀହ ଘର ଲୋକ ଭାଙ୍ଗୁଛି। ତେଣୁ ଆମେ କହିବା କଥା, ଯୋଉଟା ଆପଣଙ୍କ ଯିଏ ମାନେ ଅଛନ୍ତି, ଯିଏ ବା କରିଛନ୍ତି, ସେମାନେ ତାଙ୍କ ବିଚାରଧାରା ଜନ ସମୂହକୁ ମାନେ ଆପଣ କେହି ନ ମରିବେ, ଗୋଟିଏ ଲୋକ ନଷ୍ଟ ନହବ, ଏମିତି ଶାସନ କରିବା କଥା। ଆଉ ଏମିତି ଜଳ ସଞ୍ଚାର କରିବା କଥା। ତାହେଲେ ଜଗତର ମଙ୍ଗଳ, ମହାପୁରୁଷ ବାକ୍ୟ ବିମଙ୍ଗଳ। ତେଣୁ ଆମର କହୁଛି ଯେ ପ୍ରତ୍ୟେକ ଜୀବ ଭିତରେ ଜ୍ଞାନ ଅଛି, ବୁଦ୍ଧି ଅଛି। ବୁଦ୍ଧି ବିବେକ ଜ୍ଞାନ ବଳେ ମରଣ ଜିନି ପାଳେ ହେଳେ। ତେଣୁ ଆମେ ବୁଦ୍ଧି ଖଟେଇବା। ଯେ ଜଣେ ଲୋକ କହୁଛି ଯଦି ପାଣିକି ଆମେ ଛାଡିଦବା, ଏତେ ପାଣି ନ ରଖିବା, ଏହାକୁ ତ ଡ୍ୟାମ ଭାଙ୍ଗିବ ନାହିଁ, ଏତେ ଲୋକ ମରିବେ ନାହିଁ, 6-7ଟା ଜିଲ୍ଲା ଲୋପ ପାଇବ ନାହିଁ। ଆପଣ ଦେଖନ୍ତୁ, ଯୋଉଠି ଜଳ ପ୍ରଳୟ ହଉଛି, ଆପଣଙ୍କର କେତେ 10 ମହଲା 15 ମହଲା ବିଲ୍ଡିଂ ସବୁ ଘୁଷୁରୁଛି। ଆପଣ ଦେଖିଦେବେ ଟିଭିରେ, ଦେଖିନାହାନ୍ତି କି? ଆଜ୍ଞା ତେଣୁ ବର୍ତ୍ତମାନ ସମୟ ହଉଛି, ଆପଣ ଏଇ ଯୋଉ ବାତ୍ୟା, ଆଉ ଯୋଉ ଲଘୁଚାପ, ଆଉ ଯୋଉ ଘୂର୍ଣ୍ଣିଝଡ ଆସୁଛି, ଏ ମିନସନି ଫଳରେ ତାକୁ ଆପଣ ଅକଳସରେ କରିପାରିବେ। ପ୍ରଭୁଙ୍କୁ ଶରଣା କରନ୍ତୁ। ପ୍ରଭୁ ତୁମକୁ ଦେଖୁଛନ୍ତି, ପ୍ରଭୁ ତୁମେ କଣ କରୁଛ ପ୍ରଭୁ ତାକୁ ଜାଣୁଛନ୍ତି। ତମେ କଣ କହୁଛ ପ୍ରଭୁ ଜାଣିଛନ୍ତି। କେତେ ମିଛ କରୁଛ, କେତେ ସତ କହିଛ, କେତେ ପରକୁ ଲୁଟୁଛ, କେତେ ମିଛ କହି ଅନ୍ୟାୟ କରୁଛ, ସେଟା ପ୍ରଭୁ ନିଜେ ଦେଖୁଛନ୍ତି। ତେଣୁ ପ୍ରଭୁ ତାର ବିଚାର କରିବେ, କାହାକୁ ମାରିବେ, କାହାକୁ ତାରିବେ, ସେ ରଖିବେ। ଆଉ ତୁମେ ଯୋଉ ହଠାତ୍ କିରି ଜଳ ନିଷ୍କାସନ କରି ଲୋକଙ୍କୁ ମାରିବ, ସେ ହେଇପାରିବ ନାହିଁ। କାହିଁକିନା ପ୍ରଭୁ ସବୁ ଦେଖୁଛନ୍ତି, ଚକା ଆଖି ସବୁ ଦେଖୁଛି। ବୁଝିଲେ ଆଜ୍ଞା? ଆଜ୍ଞା ହଁ, ତେଣୁ ମୁଁ ଏତିକି କହି ରହୁଛି। ଆପରେ ଗୋଟେ ଏପିସୋଡ ଦେବି। ଆଜି ଟିକେ ଶନିବାର ଅଛି, ଉପବାସିଆ ଅଛି, କାଶ ହଉଛି ପେଟ ଗରମ ହେଇକି। କାଲି ରବିବାର ଅଛି, ଖାଦ୍ୟ ଖିଆ ହବ। ମଙ୍ଗଳବାର ଟିକେ ଉପବାସ। ତେଣୁ ମୁଁ ଏତିକି ରହୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।